सुन थालो जाओ बन मचाती बाजे बारो सलोरी कहे मी बोली बारो सखा अच्छा कौन कहलो तुमको तो कहबे तो कहनी आलो एनी खान मते तमन से फटा मजा कर चलछ अरे मां ठीक अछि मां और कहबे चल सखी से नीरभरण को जीवा हेलो डर लगो तो चाले पले मालो ना ना एते डरी पड़े हेबनी सीमा सेठी के पड़ची अरे सासु करे देखी ना बा अलो ए तो चगला में छाड़ी दे हला ये को पशु जंतु हेतिला हमको कामुड़ी के खाई दबो बाबा ना ना ए से बोले देखिबा को मଣିଷ परी देखा जाउतिले अरे जाउ ना टिके देखि कि आसबो अलो ए हां जीबाटी ठीक अछि लो तुमको भी डर नहीं चलो हम जाउची हला तोर नाटक ठीक अछि हम पछारे अछि अरे कोन हेछि भारी आश्चर्यर कथा मो
ସଖୀ ଆଲୋ ହଁ ସେଇଟା କିଛି ନୁହଁ ଆମେ ପେଟକାଟାରେ ଡରୁଥିଲୁ ଆଚ୍ଛା ସେ ଜଣେ ସୁନ୍ଦର ଯୁବକ ଲୋ ଜମା ଏ ଆଲୋ ଗୋଟେ ସୁନ୍ଦର ଯୁବକ ନୈଶ୍ୱରୀ ଶୋଇବାକୁ ଆସିବ କାରଣ ତ କିଛି ଥିବ ନା ଆଲୋ ହଁ ମତେ ଲାଗୁଛି ସେ ନିଶ୍ଚୟ ଅସୁବିଧାରେ ଥିବ ହଁ ଆଚ୍ଛା ତମେ ଆଲୋ। ଦେଖିଲ ନା କଣ କରିଲ ଆଲୋ ଆମେ ପରା ତାକୁ ଉଲଟ ପାଲଟ ଦେଖିକି ଆସିଲୁ କେମିତି କଥା ହୁଆଲ ତମେ ଆରେ କଣ ହେଇଛି ତା କି ତୋର? ମୁଣ୍ଡରେ ଆଘାତ ହେଇଛି ତା ପୁରା ଶରୀରରେ ଆଘାତ ହେଇଛି ବୋଧେ ସେ ବିପଦରେ ପଡିଛନ୍ତି ଆଚ୍ଛା ହ୍ୟାଲୋ ଆରେ ଏଇଠାରେ ସେ ମରିଛି ନା ବଞ୍ଚିଛି ସେଇଟା ଦେଖିଲ ନା ଆଲୋ ହଁ ସେଇଟା କଣ ଆମେ କଣ ଚେକ୍ କରିଯିବୁ ନା କଣ ମ ଆରେ କଥା ମ? ନହେଲେ ଆମେ 5 ଜଣ ଏ ଘାଟରେ ଅଛି ଏ ଲୋକମାନେ କଣ କହିବେ ଆମକୁ ମାରିଦେଇଛି ତାଙ୍କୁ ବୋଲି ନିନ୍ଦାଟା ଲଦି ଦେବେ ଯାଅ ନିଜେ ଦେଖିବ ଯାଅ ମୁଁ ଦେଖିବି ହଁ ତମେ ମୋତେ ଦେଖିକି ଆସ ହେଲା ଠିକ ଅଛି ମୋ ପଛପଟେ ଥାଅ ଆରେ ଏ ପକ୍ଷୀମାନେ ଆରେ ବାବା ଆରେ ସେ ଯୁବକଟା ବଞ୍ଚିଛି ଏ ମା ସତରେ ତା ଛାତିରେ ପୁରା ଧକ ଧକ ହେଉଛି ସଖୀ ଏ ମା ହୁଁ ହେଲେ ଆମେ କଣ କରିବା ଜାଣିଛଟି କଣ କରିବା ତାକୁ ଆମେ ନିଶ୍ଚୟ କିଛି ସାହାଯ୍ୟ କରିବା ଲୋ ସାହାଯ୍ୟ ମାନେ ନେଇକି ଯିବାକୁ ପଡିବ ନାଇଁ ତ ପାପ ହବନି ଏଇ ସଖୀ ହ୍ୟାଲୋ ହେଲେ ନେଇକି ରଖିବା କୋଉଠି ଆଲେ ଆମ ପରେ ଏଡେ ବଡ ଫୁଲ ଉଦ୍ୟାନ ଅଛି ଆରେ ତାକୁ ହଁ ନେଇକି ଲୁଚେଇକି ରଖିଥିବା ହେଲା ହେଲେ ସଖୀ ମୋ ଭାଇକୁ ଯେମିତି ଏ କଥା କେହି ବି କହିବନି ଆଲେ ହଁ ଆମକୁ ବି ତମ ଭାଇକୁ ଡର ଲାଗେ ଆମେ କେମିତି ବା କହିବୁ କହିଲଟି ଠିକ ଅଛି ଚାଲ ତାକୁ ଟେକି ନେଇଯିବା ନେଇଯିବା ଚାଲ ଆସଲୋ ପାଟି କାଟିଲ ସମ୍ପର୍କର ରଙ୍ଗ ଏଠି ଲାଗୁଛି ବିରଙ୍ଗ ନିଆଁରେ ଯାଉଛି ଜଳି ନିରୀହ ପତଙ୍ଗ ସମ୍ପର୍କର ରଙ୍ଗ ଏଠି ଲାଗୁଛି ବିରଙ୍ଗ ନିଆଁରେ ଯାଉଛି ଜଳି ନିରୀହ ପତଙ୍ଗ ଗୋଲାପର ସେ ଜରେ ফুট দেহরে কলি যুগ মଣିষ বিষ দিয়ে ওঠরে গোলাপর সে জরে কণ্টা ফুট দেহরে কলি যুগ মଣିষ বিষ দিয়ে ওঠরে কেমিতি কায়ে দুনিয়া কেমিতি কায়ে দুনিয়া বিশ্বাসরে দিয়ে বিষ ভাগ্যর লিখন কে করিব প্রিয়া পরশে বন্ধা জীবন ভাগ্যর লিখন কে করিব প্রিয়া পরশে বন্ধা জীবন ଆରେ ତମେ ତ ଚାଲି ବି ମଧ୍ୟ ପାରିଲ ସତରେ ମୋତେ ବେଶୀ ଖୁସି ଲାଗିଲା ମୁଁ ଆଜି ଜଣକୁ ସାହାଯ୍ୟ କରିଲି ଜଣଙ୍କ ପ୍ରାଣ ବଞ୍ଚେଇଲି ଏବେ ଋଷି ବାବୁ ଏବେ ତମେ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ ହେଇଯାଇଛ ସତରେ ସବୁଠାରୁ ପୁଣି ସୁସ୍ଥ ହେଇଯାଇଛି ଏ ହେଲେ ତମ ମନର ଧାରଣାଟା କ'ଣ ଅଛି ଆରେ କ'ଣ କିଛି କହିବନି ମାନେ ମୋତେ ଧନ୍ୟବାଦ ବି ଜଣେଇବନି ସତରେ ପୁଣି ବହୁତ ଧନ୍ୟବାଦ କହିବାର ଏ କ'ଣ ହେଲା ବୋଧେ ତମେ କିଛି ଭାବୁଛ କିଛି ନାହିଁ କିଛି ଭାବୁ
ଜାଣିଛ ମୁଁ ଯେ ତମକୁ ଆମ ଘରକୁ ଆଣିଲା ବେଳେ ମନେ ମନେ କେତେ ଡରୁଥିଲି। ଯଦି ତମକୁ କିଛି ହେଇଯାଇଥାନ୍ତା ସତରେ ତାହେଲେ ଏତେ ବଡ଼ ନିନ୍ଦା ଓ ଦୋଷଟା ଆମ 5 ଜଣ ସଖୀଙ୍କ ଉପରେ ଆସିଥାନ୍ତା। ଜାଣିଛ ହଁ ତମେ ଯେତେବେଳେ ସେ ନୈଶ୍ୱରରେ ପଡ଼ିଥିଲ ସେତିକି ବେଳେ ଆମେ 5 ଜଣ ସଖୀ ଗାଧୋଇବା ପାଇଁ ଯାଇଥିଲୁ। ଆଚ୍ଛା ତମେ ପୁରା ଅଚେତ ହୋଇ ପଡ଼ିଥିଲ ଆଉ ତମ ସ୍ପନ୍ଦନଟା ଧକ୍ ଧକ୍ ହେଇ ଧଡ଼କି ଯାଉଥିଲା। ହଁ ସେତିକି ବେଳେ ମୋ ସଖୀମାନେ କହିଥିଲେ ବୋଲି ତମକୁ ମୁଁ ଉଠେଇକି ଆଣିଥିଲି। ଜାଣିଛ ହେଲେ ତମ ସେହି ସେବା ଯତ୍ନ କରୁ କରୁ କ'ଣ ସେ କହିବି କେମିତି କହିବି ଆରେ ମୁଁ ତମକୁ ଭାବିଥିଲି ଯେ କିଛି ଜିନିଷ ଗୋଟେ ଦେବି ବୋଲି। ସେ ଦେବ ହଁ କଣ ତାହେଲେ ଆରେ ସେଇଟା ଗୋଟେ ଏମିତି ଜିନିଷ ତମକୁ କିଏ ମଧ୍ୟ ଦେଇନଥିବେ। ସତରେ ନେବାକୁ ଚାହିଁବ ନା? ନିଶ୍ଚୟ ଦେବାକୁ ଚାହିଁବି। ଠିକ ଅଛି ବିଦେଶୀ ତାହେଲେ ଆଖିଟା ବନ୍ଦ କରି ସେପଟେ ମୋ ଆଗରେ ଛିଡ଼ା ହେଇଯାଅ। ଠିକ ଅଛି